ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 431, 432, 433, 434, 431 ରୁ 434। ଯେଉଁ ଦର୍ଶନବିତ୍ ମାନେ ଜଗତକୁ ମାୟା ବୋଲି କହି ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଅନେକ ପ୍ରଜ୍ଞା, ସଂଯମ ତଥା ପବିତ୍ରତାର ଅଧିକାରୀ ହୋଇ ରହିଥାନ୍ତି। ମାତ୍ର ମୁଁ ବେଳେ ବେଳେ ଏକଥା ମଧ୍ୟ ନ ଭାବି ରହିପାରେ ନାହିଁ ଯେ ସେମାନେ ଏପରି କରି କିଞ୍ଚିତ ନିର୍ବୋଧତାର ବି ପ୍ରମାଣ ଦିଅନ୍ତି ଏବଂ ପରମେଶ୍ୱରଙ୍କୁ ସେମାନଙ୍କୁ ଭାରି ସହଜରେ ଠକିବା ଲାଗି ବାଟ ଛାଡ଼ି ଦିଅନ୍ତି। ଯେ ଯୋଉ ଦର୍ଶନବିତ୍ ମାନେ ଜଗତକୁ ମାୟା ବୋଲି ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଅନେକ ପ୍ରଜ୍ଞା, ସଂଯମ ତଥା ପବିତ୍ରତାର ଅଧିକାରୀ ହୋଇ ରହିଥାନ୍ତି। ଦେଖନ୍ତୁ, ଯୋଉମାନେ ଜଗତ ଭିତରେ ବୁଡ଼ି ରହିଲେ, ସଂସାର ଭିତରେ ବୁଡ଼ି ରହିଲେ, ଭୋଗ ହିଁ ଭୋଗ, କାମନା ହିଁ କାମନା ଭିତରେ ବୁଡ଼ି ରହିଲେ, ସେମାନେ କେବେ ବି ଜଗତକୁ ମାୟା ବୋଲି କହନ୍ତି ନାହିଁ। ସେମାନେ ତାଙ୍କର ରୁଚି, ତାଙ୍କର ଉପଭୋଗ, ତାଙ୍କର ଯୋଉ ଏନ୍ଜୟମେଣ୍ଟ ଯୋଉଟା ଆମେ କହୁଛେ, ତାକୁ ହିଁ ସର୍ବସ୍ୱ ବୋଲି ଗ୍ରହଣ କରନ୍ତି। ତେଣୁ ସେଇଟା ହିଁ ସତ୍ୟ ବୋଲି ସେମାନେ ସ୍ୱୀକାର କରନ୍ତି ଏବଂ ସେମାନେ ସେଇଟା ବ୍ୟତିରେକ ଆଉ କୌଣସି କଥା ଯଦି ଆପଣ କୁହନ୍ତି, ସେ କହିବେ ପାଗଳର ପ୍ରଳାପ। କିନ୍ତୁ ସେଥିପାଇଁ ଯେତେବେଳେ ଜଣେ ତା ଭିତରେ ଯୋଉ ଅଳିକତା ରହିଛି, ଯୋଉ କଣ ଆମେ ଯୋଉ କହୁଛେ ଯୋଉ ଅସ୍ଥିରତା ରହିଛି, କାହିଁକିନା କୌଣସି ଜିନିଷ କେବେ ବି କାହା ପାଖରେ ସ୍ଥାୟୀ ହେଇ ରହେନା। ଏ କଥା ସମସ୍ତେ ଜାଣନ୍ତି, କିନ୍ତୁ କହନ୍ତି, ବିଶ୍ୱାସ କରନ୍ତି କଣ, ଯେ ମୋ ପାଖରେ ସବୁ ଜିନିଷ ରହିବ। ଗୋଟେ ସାମାନ୍ୟ କଥା ଦେଖୁନ, ମୃତ୍ୟୁଟା କେତେବେଳେ କମ ବୟସର ପିଲା, ଶିଶୁ, ବୃଦ୍ଧ ବୟସ, ଯାହାକୁ ନେଇ ତା ପାଖକୁ ଆସେ। କିନ୍ତୁ ସମସ୍ତେ ଭାବନ୍ତି ଯେ ମୁଁ ବଞ୍ଚିଛି, ବଞ୍ଚି ରହିଥିବି ଏବଂ ଏ ସବୁର ମୁଁ ଅଧିକାରୀ ହେଇ ରହିବି। ଯେତେବେଳେ ତାର ପଶ୍ଚାତରେ ଥିବା ଏଇ ଯୋଉ ସତ୍ୟ ସମ୍ବନ୍ଧରେ ଜଣେ ସଚେତନ ହବ, ସେ ଯଦି ସେତିକି ପ୍ରଜ୍ଞାଯୁକ୍ତ ନହବ, ସଚେତନ ହେଇପାରିବ କି? ହେଇପାରିବ। ଆଉ ଗୋଟେ କଥା ଦେଖ, ଯେତେବେଳେ ତମେ ତା ବିଷୟରେ ସଚେତନ ହେଲ, ତାକୁ ମାୟା ବୋଲି ଜାଣିଲ, ତାମାନେ ତାର ଗୂଢ ରହସ୍ୟ ଟା ତମେ ଜାଣିପାରିଲ। ଯେହେତୁ ଜାଣିପାରିଲ, ବର୍ତ୍ତମାନ କଷ୍ଟ ହବ ଆପଣଙ୍କୁ ବଞ୍ଚିବା ପାଇଁ, ଯେ ଆପଣ ଜାଣୁଛନ୍ତି ଏଇଟା ମିଛ, ତାକୁ କେମିତି ସତ ବୋଲି ଭାବି ତା ସହିତ ବ୍ୟବହାର କରିବେ। ବର୍ତ୍ତମାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଛନ୍ତି, ଆପଣ ଯଶୋଦା ବୋଲି ନିଜକୁ ମନେ କରନ୍ତୁ ଯେ ଆପଣ ନିଜେ ଯଶୋଦା। ଯଶୋଦା ମା ପାଖରେ ଯଦି ଶ୍ରୀକୃଷ୍ଣ ଶିଶୁ ଭଳି ଅଳି ଅଝଟ ନ କରିବେ, ତେବେ ମା ତାଙ୍କୁ ସ୍ନେହ କେମିତି ଦବ? ଯଦି ମା ଜାଣିଲା ଇଏ ହଉଛନ୍ତି ଭଗବାନ, ଇଏ ସବୁର ସିଏ ହଉଛନ୍ତି ଅଧିକାରୀ, ସିଏ ଇଏ ସବୁଠାରୁ ଉର୍ଦ୍ଧ୍ୱରେ, ତାଙ୍କ ପାଇଁ ଆସକ୍ତିର ଚିହ୍ନ ନାହିଁ, ଖାଦ୍ୟ ଗ୍ରହଣ ତାଙ୍କର ଆବଶ୍ୟକତା ନାହିଁ, ଏ ସବୁ ତାଙ୍କ ପାଖରେ କିଛି ମୂଲ୍ୟ ନାହିଁ। ମାନେ ଚିନ୍ତା, ଆପଣ ଟିକେ ଇମାଜିନ କରିବେ। ତେବେ ସେଇଠି ଗୋଟେ ମା ଆଉ ଛୋଟ ଶିଶୁକୁ ଲାଳନ ପାଳନ କରିବା ପାଇଁ ଯୋଉ ଯୋଉ ସବୁ ଆବଶ୍ୟକ କାର୍ଯ୍ୟ ସେ କରନ୍ତି, ତାକୁ ଆଉ କରିପାରିବେ? ତାକୁ ସେ ମାଟି ଖାଇବ କି ଫଳ ଖାଇବ କି କ୍ଷୀର ଖାଇବ, ଆରେ ସେ ତ ଖାଇବା ହିଁ ତାଙ୍କର ଆବଶ୍ୟକ ନାହିଁ। ସେଠି ସେ କଣ ଯାଚିବ କୁହନ୍ତୁ, କଣ ରୋଷେଇ କରିବେ କୁହନ୍ତୁ, ଡାକିବେ କଣ କୁହନ୍ତୁ? ସେଥିପାଇଁ କହିଲି ଅପୋଜିଟ କଥା ଚିନ୍ତା କରନ୍ତୁ। ଯଦି ଭଗବାନ ମୋ ପାଖରେ ଅଛନ୍ତି ଏବଂ ମୁଁ ଜାଣିଲି ସେ ହଉଛନ୍ତି ସ୍ଵୟଂ ଭଗବାନ, ମୁଁ ମା ହେଇ ତାଙ୍କୁ କେମିତି ବ୍ୟବହାର କରିପାରିବି? ସେ ଯୋଉ କଷ୍ଟ, ସେ କେତେ କଷ୍ଟ ହବ ଚିନ୍ତା କରନ୍ତୁ। ସେଇଭଳିଆ ତା ଭିତରେ ସେତିକି ସଂଯମତା, ଏଠି ଯୋଉ ବର୍ତ୍ତମାନ ଯୋଉମାନେ
ମାୟାବାଦୀ ମାନେ ଯେତେବେଳେ ସବୁ ଯାକ ମାୟା ବୋଲି ଜାଣି ତା ଭିତରେ ବି ନିଜକୁ ଷ୍ଟେବିଲିଟି ରଖି ସ୍ଥିର ରଖିକି କାମ କରୁଛନ୍ତି ବଞ୍ଚିଛନ୍ତି, ତାମାନେ ସେମାନେ କେତେ ସଂଯମ ଆଚରଣ କରିଥିବେ କରିନଥିବେ। ସଂଯମ ସେତିକି ସଂଯମ ଆଚରଣ ନହେଲେ ସେ ବଞ୍ଚି ପାରିବେ, ଅସହ୍ୟ ହେଇଯିବ ତାଙ୍କର ଜୀବନ ଶୈଳୀ। ତେଣୁ ଯୋଉମାନେ ବି ଏଇ ଜଗତକୁ ମାୟା ବୋଲି କହିଛନ୍ତି ଏବଂ ପ୍ରତ୍ୟାଖ୍ୟାନ କରିଛନ୍ତି ମାୟାବାଦୀ ମାନେ, ଯୋଉମାନେ ଦୈତ୍ୟବାଦୀ, ସେମାନେ ଏଇ ପ୍ରଜ୍ଞା ସଂଯମ ଏବଂ ପବିତ୍ରତାର ଅଧିକାରୀ ହୋଇ ରହିଥାନ୍ତି ବୋଲି ପ୍ରଭୁ ଲେଖୁଛନ୍ତି। କିନ୍ତୁ ତାପରେ ବଢିଆ କଥା କହୁଛି କଣ ଯେ ମାନେ ସେ କହୁଛନ୍ତି ଯେ ମୁଁ ଭାବୁଛି ଯେ ତାଙ୍କ ଭଳିଆ ନିର୍ବୋଧ କେହି ନାହାନ୍ତି। ମୁଁ ଏକଥା ମଧ୍ୟ ନ ଭାବି ରହିପାରେ ନାହିଁ, ଏମାନେ କିଞ୍ଚିତ ନିର୍ବୋଧତାରେ ବି ପ୍ରମାଣ ଦିଅନ୍ତି। କାହିଁକି ନା ପରମେଶ୍ୱରଙ୍କୁ ସେମାନଙ୍କୁ ଭାରି ସହଜରେ ଠକିବା ଲାଗି ବାଟ ଛାଡିଦିଅନ୍ତି। ଗୋଟେ ବର୍ଣ୍ଣନା କରୁଛନ୍ତି ପ୍ରଭୁ ଆମ ପାଖରେ ଗୋଟେ ଗଭୀର ସତ୍ୟକୁ, ଯିଏ ପରମେଶ୍ୱରଙ୍କର ଅସୀମ ଶକ୍ତି ରହିଛି ଏକଥା ସେ ବିଶ୍ୱାସ କଲେ। କିଏ ସେ? ସେଇ ଯୋଉମାନେ ଜଗତକୁ ମାୟା ବୋଲି କହୁଛନ୍ତି। ଏବଂ ଯଦି ପରମେଶ୍ୱର ନିଜେ ହଉଛନ୍ତି ଶାଶ୍ୱତ, ତାଙ୍କର ବାକ୍ୟ ଯଦି ଶାଶ୍ୱତ, ତାଙ୍କର ଜ୍ଞାନ ଯଦି ଶାଶ୍ୱତ, ତାଙ୍କର କର୍ମ ଯଦି ଶାଶ୍ୱତ, ତେବେ ତାଙ୍କର ଯୋଉ ସୃଷ୍ଟି ହେଲା, ଦେଖନ୍ତୁ ସବୁ ଯାକ ତାଙ୍କ ଠାରୁ ସୃଷ୍ଟି, ଶବ୍ଦ ତାଙ୍କଠୁ ବାହାରିଲା, କର୍ମ ସିଏ କଲେ, ଏ ସବୁ ଯଦି ସତ୍ୟ ଏବଂ ଶାଶ୍ୱତ, ତେବେ ତାଙ୍କ ଠାରୁ ଯୋଉ ସୃଷ୍ଟି ସେ ରଚନା କରିଛନ୍ତି, ସଂସାରରେ ଯେତେବେଳେ କିଛି ହିଁ ନଥିଲା, ଯେତେବେଳେ ନିଜେ ଏକ ହିଁ ରହିଥିଲେ, ସିଏ ଯେତେ ସୃଷ୍ଟି କଲେ କୋଉଠୁ ଆଣି ସୃଷ୍ଟି କଲେ? ଦ୍ଵିତୀୟ କୋଉଠୁ ଆସିଲା? ତେବେ ସିଏ ପରମ ବ୍ରହ୍ମ, ସିଏ ଯଦି ଶାଶ୍ୱତ, ତେବେ ତାଙ୍କ ଠାରୁ ଯୋଉଟା ସୃଷ୍ଟି ସର୍ଜନା ହେଲା, ସିଏ କେମିତି ମିଥ୍ୟା ହବ, କେମିତି ମାୟା ହବ? ଏଇଥିପାଇଁ ପ୍ରଭୁ କହୁଛନ୍ତି ଯେ ସେମାନେ କିଞ୍ଚିତ ନିର୍ବୋଧତାର ପ୍ରମାଣ ଦିଅନ୍ତି। ଏଇଠି ଗୋଟେ କଥା ମନେ ଅଛି, ଏମିତି ଜଣେ ସାଧୁଙ୍କ ସହିତ ଆଉ ଜଣଙ୍କର ଭେଟ ହେଇଯାଇଛି। ସିଏ ଅନ୍ୟ ଏକ ପନ୍ଥର ସ୍ୱାମୀ ବିବେକାନନ୍ଦଙ୍କ ସହିତ ଆକ୍ଚୁଆଲି ଦେଖା ହେଇଯାଇଛି ଷ୍ଟେସନରେ, ଷ୍ଟେସନ କହୁଛି ଟ୍ରେନରେ। ସିଏ ତାଙ୍କୁ ମୂର୍ତ୍ତି ପୂଜାର ବିରୋଧ କରୁଛନ୍ତି। ଏଇଟା ଗୋଟେ ଏକ୍ଜାମ୍ପଲ ଟା ପୁରା ଲାଗିବ ଠିକ। ସିଏ ତାଙ୍କୁ କହୁଛନ୍ତି ଯେ ଯିଏ ସର୍ବଶକ୍ତିମାନ, ସିଏ କେମିତି ଗୋଟେ ଏଡିକିଟି ଛୋଟିଆ ମୂର୍ତ୍ତିରେ ରହିବେ? କେମିତି ସମ୍ଭବ? ଇରେ ହୀରାକୁଦର ଭଣ୍ଡାର, ଜଳ ଭଣ୍ଡାର କେତେ, ତାକୁ ମୁଁ କହିବି ମୁଁ ବୋତଲରେ ପୂରେଇକି ରଖିଛି। ଇଏ କି କଥା, ଅସମ୍ଭବ କଥା ଆପଣ କହୁଛନ୍ତି। ତେଣୁ ମୂର୍ତ୍ତି ପୂଜାକୁ ସେ ଯେହେତୁ ବିରୋଧ କରୁଛନ୍ତି, ତେଣୁ ସେ କହୁଛନ୍ତି ଏ ସର୍ବଶକ୍ତିମାନ ସଚିଦାନନ୍ଦ ପରମ ପ୍ରଭୁ, ସେ କେମିତି ଗୋଟେ ଏଡିକିଟେ ମୂର୍ତ୍ତି ଭିତରେ ରହିବେ? ତେଣୁ ଇଏ ସବୁ ଆପଣ ସବୁ ମିଛ ମିଛ। ବଢିଆ ପ୍ରଭୁ ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତର ଶୁଣ। କହିଲେ ଆଜ୍ଞା ଆପଣ ଯାହା କହୁଛନ୍ତି ଯେ ଭଗବାନ ସର୍ବଶକ୍ତିମାନ, ହଁ ସେ ସବୁ କିଛି କରିପାରିବେ, ହଁ କିଛି ବି ତାଙ୍କ ଦ୍ଵାରା ମାନେ ଅସମ୍ଭବ ନୁହଁ, ନା 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 କେମିତି? ଆରେ ସେ ସର୍ବଶକ୍ତିମାନ, ଯାହା ଇଚ୍ଛା କରିବେ ତାହା କରିବେ। ନା ଯଦି ସେ ସର୍ବଶକ୍ତିମାନ, ସିଏ ଯଦି ଯାହା ଇଚ୍ଛା ତାହା କରିପାରିବେ, ତେବେ ଗୋଟେ ମୂର୍ତ୍ତି ଭିତରେ ରହିପାରିବେ? ବୁଝିପାରିଲେ? ସବୁ କିଛି କରିପାରିବେ, ତାଙ୍କ ପାଇଁ ଅସମ୍ଭବ କିଛି ନାହିଁ। ଯଦି ଏହା ସତ୍ୟ, ତେବେ ମୂର୍ତ୍ତି ଭିତରେ ସେ କେମିତି ରହିପାରିବେ ନାହିଁ? ତେଣୁ ଏଠି ନିର୍ବୋଧ ନୁହନ୍ତି, ସେ ନିର୍ବୋଧତାର ପ୍ରମାଣ ଦଉନାହାନ୍ତି। ସେ କହୁଛନ୍ତି ନା ନା ମୂର୍ତ୍ତି ଭିତରେ ରହିପାରିବେନି। ଆରେ ଯଦି ମୂର୍ତ୍ତି ଭିତରେ ରହିପାରିବେ ନାହିଁ, ତାହେଲେ ସେଇଟା ତାଙ୍କର ଅସାମର୍ଥ୍ୟତା ହେଇଗଲାନି? ତା ମାନେ ସେ ଦୁର୍ବଳ ହେଇଗଲେନି? ସର୍ବଶକ୍ତିମାନ କେମିତି ହେଲେ? ତେଣୁ ପ୍ରଭୁ ଲେଖୁଛନ୍ତି ସେମାନେ କିଞ୍ଚିତ ନିର୍ବୋଧତାର ପ୍ରମାଣ ଦିଅନ୍ତି।
ଏବଂ ପରମେଶ୍ୱରଙ୍କୁ ସେମାନଙ୍କୁ ଭାରି ସହଜରେ ଠକିବା ଲାଗି ବାଟ ଛାଡ଼ି ଦିଅନ୍ତି। ଏଇ ଯୋଉ ଠକିବା ଲାଗି କାହିଁ ବାଟ ଛାଡ଼ିବା କଥା କହିଲେ ନା, ଯେ ସବୁ ସୃଷ୍ଟିର ସବୁ ଯାକ ହଉଛି ତାଙ୍କର ପ୍ରକାଶ। ସେ ପ୍ରକାଶ ଭିତରେ ଯୋଉ ଗୁଡାକ ପରିପ୍ରକାଶ କରୁଛନ୍ତି ଇଏ ତାକୁ ଚିହ୍ନି ପାରୁନାହାନ୍ତି, ତେଣୁ ଠକି ହେବେ ନାହିଁ। 432 ମୋ କ୍ଷେତ୍ରରେ ମୁଁ ଭାବେ ଯେ ଭଗବାନ ମୋତେ ଏହି ଜଗତ ଭିତରେ ନିଜକୁ ଦେଇ ଦିଅନ୍ତୁ ଏବଂ ସେହିପରି ଜଗତ ବାହାରେ ମଧ୍ୟ ଦେଇ ଦିଅନ୍ତୁ ବୋଲି ପ୍ରାର୍ଥନା କରିବାର ଅଧିକାର ମୋର ଅଛି। ଯଦି ତାଙ୍କର ଏହି କର୍ତ୍ତବ୍ୟଟିକୁ ସମ୍ପନ୍ନ ନ କରିବାର ଇଚ୍ଛା ଥିଲା, ତେବେ ସେ ଜଗତକୁ ସୃଷ୍ଟି କଲେ ବା କାହିଁକି? ଦେଖନ୍ତୁ, ଏଇଟା ହଉଛି ଆକ୍ଚୁଆଲି ସୃଷ୍ଟିର ରହସ୍ୟ। ସିଏ ହଉଛନ୍ତି ସର୍ବଶକ୍ତିମାନ। ସେ ଯୋଉ ସୃଷ୍ଟି କଲେ ତାହା କେମିତି ମାୟା ହବ, ଏ ହେଲା ପ୍ରଥମ। ଦ୍ୱିତୀୟ ହେଲା, ତାଙ୍କ ଭିତରୁ ଯୋଉଟା ବାହାରିଲା ଏବଂ ସୃଷ୍ଟି ଯୋଉଟା ହେଲା, ସିଏ ଯଦି ଦେଖାଯାଉଛି ଏଇଭଳିଆ ଅବିକୃତ, ତେବେ ସେ କାହିଁକି କରିଛନ୍ତି? ସେଠି ଗୋଟେ ରହିଯାଉନି ପ୍ରଶ୍ନବାଚୀ, କାହିଁକି କରୁଛନ୍ତି, କାହିଁକି କରୁଛନ୍ତି? ତେଣୁ ସେ ଦୁଇଟା ଯାକ କାର୍ଯ୍ୟ, ତା ପର କାର୍ଯ୍ୟଟା ସେ ସ୍ଥିର କରିଛନ୍ତି ଏବଂ ମୋର ଅଧିକାର ଅଛି, ସେ କହୁଛନ୍ତି ମୋର ଏଇଟା ଅଧିକାର ଅଛି ଯେ ମୁଁ ଜଗତ ବାହାରେ ମଧ୍ୟ ସେ ମୋତେ ଦେଇ ଦିଅନ୍ତୁ ବୋଲି ନିଜକୁ, ତାମାନେ ନିଜକୁ ପରିପ୍ରକାଶ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରିପାରିବି, ମୁଁ କହିପାରିବି, ସେଟା ମୋର ଅଧିକାର ଅଛି। ଯଦି ତାଙ୍କର ଏଇ କର୍ତ୍ତବ୍ୟଟିକୁ ସମ୍ପନ୍ନ ନ କରିବାର ଇଚ୍ଛା ଥିଲା, ତେବେ ସେ ଜଗତକୁ ସୃଷ୍ଟି କଲେ ବା କାହିଁକି? ତେଣୁ ଏଇ ଜଗତରେ ହିଁ, ସେଥିପାଇଁ ପ୍ରଥମେ କହିଲେ ମୋତେ ଏହି ଜଗତ ଭିତରେ ନିଜକୁ ଦେଇ ଦିଅନ୍ତୁ। ତାମାନେ ଏଇଠି ହିଁ ସଚ୍ଚିଦାନନ୍ଦ ପରମପ୍ରଭୁ ତାଙ୍କର ପୂର୍ଣ୍ଣ ସତ୍ୟ ପୂର୍ଣ୍ଣ ବିଭାବରେ ପରିପ୍ରକାଶ ହେବେ। ସେ ଏହି ଜଗତରେ ଦେଇ ଦିଅନ୍ତୁ, ଯୋଉଟା କି ଜଗତ ବାହାରେ ଆମେ ଯେମିତି କହୁଛନ୍ତି ସେମିତି ଏ ଜଗତ ଭିତରେ ବି ସେ ନିଜକୁ ପରିପ୍ରକାଶ କରନ୍ତୁ, ନଚେତ୍ ତାଙ୍କର ସୃଷ୍ଟି କରିବାର ଉଦ୍ଦେଶ୍ୟ ହିଁ ସାଧିତ ହୋଇପାରିବ ନାହିଁ। ଆପଣ ଦେଖନ୍ତୁ, ଆମେ ଗୋଟେ ମନ ଦ୍ୱାରା ଆଧ୍ୟାତ୍ମିକ ବିଷୟ ସବୁକୁ ବିଚାର କରାଯାଇ ପାରିବ ନାହିଁ, ଆମେ ବିଚାର କରୁନାହାନ୍ତି। ମୋ କହିବା କଥା ଯେ ଆମେ ମନ ଦ୍ୱାରା ଆମ ନିଜ କଥା ଟିକେ ଭାବିବା। ଆମ ଘର ଭିତରେ, ଆମର ଯୋଉ ପରିବାରରେ ଯେତେବେଳେ ସନ୍ତାନଟିଏ ଅଗ୍ରଗତି କରୁଥାଏ, ବଢୁଥାଏ, ସେତେବେଳେ ବାପା ମା ପ୍ରଥମେ ଆପଣ ଦେଖିବେ, ଯଦି ପିଲା ବାପାଙ୍କ ବା ମାଙ୍କୁ ଯଦି କିଛି କୌଣସି ପ୍ରଶ୍ନର ବା କୌଣସି କଥାର ଟିକେ ଉତ୍ତର ଦିଏ, ପ୍ରତ୍ୟୁତ୍ତର ଦିଏ, ସେଠି ଚିଡି ଯାଆନ୍ତି, ଏଡି ବକ ଟୋକା ଜବାବ ଦଉଛି ମୁହଁରେ। କିନ୍ତୁ ସେଇ ପିଲାଟି ଯେତେବେଳେ ଅଧିକରୁ ଅଧିକ ଜ୍ଞାନ ଆହରଣ କରି ଧୀରେ ଧୀରେ ବଡ ହୁଏ, ସେତେବେଳେ ସିଏ ବାପାଙ୍କ ଠାରୁ ଯଦି ଅଧିକ କ୍ଷମତା ସମ୍ପନ୍ନ ସାମର୍ଥ୍ୟ ସମ୍ପନ୍ନ ହେଲା, ସେତେବେଳେ ବାପା କେତେ ଖୁସି ହୁଅନ୍ତି, କେତେ ଆନନ୍ଦିତ ହୁଅନ୍ତି, କେତେ ଆନନ୍ଦିତ, ବହୁତ ଆନନ୍ଦିତ ହୁଅନ୍ତି ନାହିଁ, ବହୁତ ଆନନ୍ଦିତ ହୁଅନ୍ତି। ତାଙ୍କର ସେତେବେଳେ ଖୁସି କହିଲେ ନ ସରେ। ତେବେ ଭଗବାନଙ୍କର ସୃଷ୍ଟି ସେଇଭଳି ବିକୃତ ହେଇକି ରହିବ ଏବଂ ଭଗବାନ ଯେ ସର୍ବଶକ୍ତିମାନ, ସର୍ବଜ୍ଞାତ ମାନେ ଜ୍ଞାତା, ସର୍ବଜ୍ଞାତା, ଯିଏ ଆଲୋକର ଅଧିକାରୀ, ଯିଏ ଅମୃତର ଅଧିକାରୀ, ସିଏ ଏଇ ବିକୃତ ଏବଂ ମରଣଶୀଳକୁ ବା ସୃଷ୍ଟିକୁ ସେମ ଛାଡିଦେବେ? ଇଏ ଭାବୁଛନ୍ତି କେମିତି? ତେଣୁ ଏଇ ସୃଷ୍ଟିର ରହସ୍ୟ ହିଁ ହଉଛି ସେୟା, ଯେ ସେତିକି ସେ ଛାଡି ଦେଇ ନାହାନ୍ତି, ଛାଡି ପାରିବେ ନାହିଁ, ଛାଡିବେ ବି ନାହିଁ। ଜ୍ଞାନ 433 ରେ କହୁଛନ୍ତି, ମାୟାବାଦୀ ବ୍ୟକ୍ତିଗତ ଈଶ୍ୱରଙ୍କୁ ମୋର ଏକ ସ୍ୱପ୍ନ ବୋଲି କହୁଛି ଏବଂ ଏକ ନୈର୍ବ୍ୟକ୍ତିକ ପରମସତ୍ତାଙ୍କର ସ୍ୱପ୍ନ ଦେଖିବାକୁ ଅଧିକ ଔଚିତ୍ୟ ଯୁକ୍ତ ବୋଲି ଭାବୁଛି। ଜଣେ ବୌଦ୍ଧ ସେଇଟାକୁ ମଧ୍ୟ କେବଳ ଏକ କଳ୍ପନା ବୋଲି କହି ପ୍ରତ୍ୟାଖ୍ୟାନ କରୁଛି ଏବଂ ନିର୍ବାଣ ଓ ଅନାତ୍ମାର ଆନନ୍ଦକୁ ନେଇ ସ୍ୱପ୍ନ ଦେଖିବାକୁ ଅଧିକ ଔଚିତ୍ୟ ଯୁକ୍ତ ମନେ କରୁଛି। ଏହିପରି ଭାବରେ ସବୁଯାକ ସ୍ୱପ୍ନ ଦେଖାଳି ପରସ୍ପରର ଦୃଷ୍ଟିକୋଣକୁ ନିନ୍ଦା କରିବାରେ ଲାଗିଛନ୍ତି ଏବଂ ଆପଣାର ଦୃଷ୍ଟିଟିକୁ ହିଁ ସର୍ବ ସମାଧାନକାରୀ ବୋଲି ପ୍ରମାଣ କରିବାକୁ ମନ କରୁଛନ୍ତି। ଯେଉଁଥିରେ ଆତ୍ମା ପରିପୂର୍ଣ୍ଣ ଆନନ୍ଦ ଲାଭ କରେ, ଭାବନା ତାହାକୁ ହିଁ ଚରମ ସତ୍ୟ ରୂପେ ସ୍ୱୀକାର କରିନେବ। ଏଇ ଜ୍ଞାନରେ ସମଗ୍ର ଯୋଗ ପନ୍ଥାର ବର୍ଣ୍ଣନା ସେ ଗୋଟାଏ ଜ୍ଞାନ କାରିକାରେ କରିଦେଲେ। ଦ୍ୱୈତବାଦୀ, ଅଦ୍ୱୈତବାଦୀ, ଆମ ଶଙ୍କରଙ୍କ ସିଦ୍ଧାନ୍ତ, ରାମ
ସବୁ କିଛିକୁ ସେ ଗୋଟିକରେ ବର୍ଣ୍ଣନା କରିଦେଲେ। ପ୍ରଥମେ କହୁଛନ୍ତି ଯୋଉମାନେ ଦ୍ୱୈତବାଦୀ ସେମାନେ କହୁଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ମାୟାବାଦୀ ବ୍ୟକ୍ତିଗତ କଥା କହିଲେ ଏବଂ ତାପରେ ଯୋଉ ବୌଦ୍ଧଙ୍କର ବା ବୁଦ୍ଧଙ୍କର ସେଇ ଯୋଉ ନିର୍ବାଣ ତା କଥା ବି ବର୍ଣ୍ଣନା କରୁଛନ୍ତି ଏବଂ ଏକଥା ମଧ୍ୟ କହୁଛନ୍ତି ଯେ ସର୍ବ ସମାଧାନକାରୀ କଣ ହବ। ଯୋଉ ତାପରେ ଯେତେବେଳେ ଅଦ୍ୱୈତବାଦୀ ସିଦ୍ଧାନ୍ତ ର ମତକୁ ଖାଲି ସେତିକିରେ ସମର୍ଥନ କରି ରହିଯାଇ ନାହାନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ସତ୍ୟ। ଯୋଉ ଅଦ୍ୱୈତବାଦୀ ମାନେ କୁହନ୍ତି ଯେ ଯଦିଓ ଜଗତ ସତ୍ୟ କିନ୍ତୁ ଏଇ ଜଗତଟି ଏତେ ବିକୃତ ହେଇଛି ଏଠି କିଛି ହେଇପାରିବ ନାହିଁ। ତୁମେ ସାକେତ ଗୋଲକ ବୈକୁଣ୍ଠକୁ ଯାଇ ସେଇଠି ହିଁ ଚିର ଶାଶ୍ୱତତାର ଚିର ଅମୃତତ୍ୱର ସନ୍ଧାନ ପାଇବ। ତେଣୁ ଏ ସଂସାର ଛାଡିବ ଯେତେବେଳେ ତୁମେ ଯାଇକି ସେଇ ଲୋକରେ ତାହାକୁ ପ୍ରାପ୍ତ କରିବ। ଏପଟରେ ବୌଦ୍ଧକୁ ମାନେ ବୌଦ୍ଧ ଧର୍ମରେ ଗୌତମ ବୁଦ୍ଧ କହୁଛନ୍ତି ଯେ ଏଗୁଡା ସବୁ କଳ୍ପନା କଥା। ତମେ ଯୋଉ ସାକେତ ଗୋଲକ ବୈକୁଣ୍ଠ ପ୍ରାପ୍ତ କରିବ ବୋଲି କହୁଛ ଏଗୁଡା ସବୁ କଳ୍ପନା ଆଉ କିଛି ନାହିଁ। ତୁମେ ଶୂନ୍ୟ ଭିତରେ ନିଜକୁ ଲୀନ କରିଦେଲେ ତୁମେ ସବୁଥିରୁ ମୁକ୍ତ ହବ। ଏ ସବୁ କଥା ଗୁଡିକୁ ପ୍ରଭୁ ଗୋଟିଏ ଜ୍ଞାନ କାରିକାରେ ଏକାଠି କରୁଛନ୍ତି। ତାପରେ କହୁଛନ୍ତି କଣ ନା ଏହିପରି ଭାବରେ ଏଇ ସମସ୍ତେ କଣ କରୁଛନ୍ତି ନିର୍ବାଣ ଓ ଅନାତ୍ମାର ଆନନ୍ଦକୁ ନେଇ ସ୍ୱପ୍ନ ଦେଖିବାକୁ ଔଚିତ୍ୟ ଯୁକ୍ତ ମନେ କରୁଛି। କିନ୍ତୁ ସବୁ ଯାକ ସ୍ୱପ୍ନ ଦେଖାଳି ପରସ୍ପରର ଦୃଷ୍ଟିକୋଣକୁ ନିନ୍ଦା କରିବାରେ ଲାଗିଛନ୍ତି। ଏଇଠି ହେଇଯାଇଛି ଅସୁବିଧା। ଦେଖନ୍ତୁ ସତ୍ୟ ଯେତେବେଳେ ନିଜକୁ ପରିପ୍ରକାଶ କରେ ସିଏ ଆମର ଯୋଉ ସୀମିତ ମନ ତାର ବୁଝିବାର ସାମର୍ଥ୍ୟରେ କଣ ପରିପ୍ରକାଶ କରିବ। ଆରେ ଆଜି ସେଇ ମନକୁ ବ୍ୟବହାର କରି ସିଏ ଯୋଉ ପରିପ୍ରକାଶ କରିଛି ହୁଏତ ପର ମୁହୂର୍ତ୍ତରେ ତା ଠାରୁ ଅଧିକ କିଛି ସମ୍ଭାବନା ଅଧିକ କିଛି ତତ୍ଵ ଅଧିକ କିଛି ସତ୍ୟର ସନ୍ଧାନରେ ପ୍ରାପ୍ତ କରି ତାର ଠିକ ବିପରୀତ ଅବସ୍ଥାକୁ ସତ୍ୟ ବୋଲି ସେ ଦମ୍ଭୋକ୍ତିର ସହିତ କହିପାରେ। କାରଣ ଯୋଉ ମୁହୂର୍ତ୍ତରେ ଚେତନାର ଯୋଉ ସ୍ତରକୁ ସେ ଯିବ ସେଇ ଚେତନାର ସେଇ ସ୍ତରର ଯୋଉ ପରିବେଶ ପରିସ୍ଥିତି ଯୋଉ ଭାବନା ଯୋଉ କଳ୍ପନା ଯୋଉ ଧାରଣା ଯୋଉ ଅଭିମତ ଯୋଉ ଅଭିରୁଚି ତାକୁ ହିଁ ସେ ପ୍ରାପ୍ତ କରିବ। ନିଜ ଉପରେ ନିୟନ୍ତ୍ରଣ ନଥିଲେ ସେ ସେଇଠି ବେଳେବେଳେ ବାନ୍ଧି ହେଇଯାଆନ୍ତି। ତେଣୁ ଏଠି କହୁଛନ୍ତି ଯେ ସମସ୍ତେ ପରସ୍ପର ଦୃଷ୍ଟିକୋଣକୁ ନିନ୍ଦା କରନ୍ତି। ଯେତେବେଳେ ଜଣେ ବାନ୍ଧି ହେଇଯାଏ ସେତେବେଳେ ସେ ଅନ୍ୟ ଜଣଙ୍କର ଦୃଷ୍ଟିକୋଣକୁ ନିନ୍ଦା କରେ। ଯେମିତି ଦେଖନ୍ତୁ ରମଣ ମହର୍ଷି ଜଣେ ମହାନ ସାଧୁ ତାଙ୍କୁ ଶ୍ରୀ ଅରବିନ୍ଦ କେତେ ଉଚ୍ଚତର ସ୍ତରର ବୋଲି କହିଛନ୍ତି। ଓଭର ମାଇଣ୍ଡ ଲେବୁଲର ସେଇ ସ୍ତରରୁ ସେ ଆସି ବିଭୂତି ଭଳି କାମ କରୁଛନ୍ତି ବୋଲି ଶ୍ରୀ ଅରବିନ୍ଦ ତାଙ୍କୁ କେତେ ଉଚ୍ଚ ସ୍ଥାନ ଦେଇ କଥା କହିଛନ୍ତି। ଏବଂ କହୁଛନ୍ତି ଯୋଉ ବ୍ୟକ୍ତି ମାନେ ସେଇ ସ୍ଥିତିରେ ରହିଛନ୍ତି ତାଙ୍କ ପାଇଁ ସେ ଟିଚର ଦରକାର। କାହିଁକିନା 2 କ୍ଲାସ ପାଇଁ ଯୋଉ ଟିଚର ଦରକାର +2 ପାଇଁ ଅନ୍ୟ ଟିଚର ଅଛନ୍ତି। +2 ଟିଚରଙ୍କୁ କହିଲେ ସେ 2 କ୍ଲାସ ର ପାଠ ପଢେଇବା ତାଙ୍କୁ କଷ୍ଟ ହବ। ପିଲାମାନଙ୍କୁ ଡିଲ୍ କରିବାକୁ କଷ୍ଟ ହବ। ତେଣୁ ସିଏ ଏକାଧାରରେ ନିଜର ସବୁ ଶକ୍ତି ସାମର୍ଥ୍ୟ ସହିତ ଭିନ୍ନ ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ପରିସ୍ଥିତି ଅନୁସାରେ ନିଜକୁ ସେ ପରିବର୍ତ୍ତନ କରିପାରିବେ। କିନ୍ତୁ ଆମେ ଆପଣାର ଦୃଷ୍ଟିକୋଣକୁ ଧରି ଅନ୍ୟର ଦୃଷ୍ଟିକୋଣକୁ ଆମେ ନିନ୍ଦା କରୁଛୁ। ତେଣୁ ସେଥିପାଇଁ କହୁଛନ୍ତି ଆପଣାର ଦୃଷ୍ଟିଟିକୁ ହିଁ ସର୍ବ ସମାଧାନ କରେ ବୋଲି ସର୍ବ ସମାଧାନ କାରି ବୋଲି ପ୍ରମାଣ କରିବାକୁ ଆମେ ମନ କରୁଛୁ। ଯେଉଁଥିରେ ଆତ୍ମା ପରିପୂର୍ଣ୍ଣ ଆନନ୍ଦ ଲାଭ କରେ। ତେଣୁ ଏଇ ପ୍ରକାରର ଗୋଡାଣିଆ ଏଇ ପ୍ରକାରର ଚାପୁଲିସିତାରୁ ମୁକ୍ତ ହେଇ କଣ କରିବେ ନା ଆତ୍ମା କୋଉଥିରେ ପରିପୂର୍ଣ୍ଣ ଆନନ୍ଦ ପାଇବ କେବଳ ତାକୁ ହିଁ ତୁମେ ସ୍ୱୀକାର କରିବ। କହୁଛନ୍ତି ଭାବନା ତାହାକୁ ହିଁ ଚରମ ସତ୍ୟ ରୂପେ ସ୍ୱୀକାର କରିନବ। କାହାକୁ ନା ଯେଉଁଥିରେ ଆତ୍ମା ପରିପୂର୍ଣ୍ଣ ଆନନ୍ଦ ଲାଭ କରେ।
ତେଣୁ ଆମକୁ ଏଇ ଯୋଉ ଆମକୁ ଆକାଶ କୟା ଚିଲିକା ମାଛ ଭଳିଆ ସବୁ ମୁହୂର୍ତ୍ତରେ ଲାଗିଲେ ମଧ୍ୟ এই ରୂପାନ୍ତର କାର୍ଯ୍ୟ ଅତିମାନ ଶକ୍ତିର ଅବତରଣ ଫଳରେ ଯୋଉ ଆରମ୍ଭ ହେଇଯାଇଛି, ଯଦି ମୁଁ ପ୍ରସ୍ତୁତ ହଉନାହିଁ ତେବେ ସେ ଆଉ କାହାକୁ ନେଇକି କାମ କରେନି। ଜ୍ଞାନ 434 କହୁଛନ୍ତି, ଯାବତୀୟ ବ୍ୟକ୍ତି ଭାବନାର ସେପାଖକୁ ଯାଇ ମାୟାବାଦୀ ସକଳ ସଂଜ୍ଞାର ଅତୀତ ଏକ ପରମ ଅସ୍ତିତ୍ୱକୁ ପ୍ରତ୍ୟକ୍ଷ କରେ। ମୁଁ ତା ସହିତ ସେହି ସ୍ଥାନକୁ ମଧ୍ୟ ଯାଇଥିଲି ଏବଂ ତାର ଆହୁରି ସେପାଖରେ ମୋର କୃଷ୍ଣଙ୍କୁ ସକଳ ସଂଜ୍ଞାର ଅତୀତ ପରମ ବ୍ୟକ୍ତି ରୂପେ ପ୍ରତ୍ୟକ୍ଷ କରିଥିଲେ। ଦେଖନ୍ତୁ, ଶ୍ରୀ ଅରବିନ୍ଦ ସବୁ ସିଦ୍ଧି ହାସଲ କରିଛନ୍ତି। ସେ ସେଥିପାଇଁ ଅନେକ କାର୍ଯ୍ୟ ଯୋଉଟା କି ପରିପ୍ରକାଶ ହେଇପାରିନାହିଁ। ଏଠି କହୁଛନ୍ତି, ଯାବତୀୟ ବ୍ୟକ୍ତି ଭାବନାର ସେପାଖକୁ ଯାଇ ମାୟାବାଦୀ ସକଳ ସଂଜ୍ଞାର ଅତୀତ ଏକ ପରମ ଅସ୍ତିତ୍ୱକୁ ପ୍ରତ୍ୟକ୍ଷ କରେ। ମୁଁ ତା ସହିତ ସେଇ ସ୍ଥାନକୁ ମଧ୍ୟ ଯାଇଛି। ସେ ଉପଲବ୍ଧିଟି ସେ ପ୍ରାପ୍ତ କରିଛନ୍ତି। ଦେଖନ୍ତୁ, ତାମାନେ ଯୋଉ ମାୟାବାଦୀଙ୍କର ଯୋଉ ଉପଲବ୍ଧି ତାକୁ ମଧ୍ୟ ପ୍ରଭୁ ପ୍ରାପ୍ତ କରିଛନ୍ତି ଏବଂ ତାର ଆହୁରି ସେପାଖରେ ମୋର କୃଷ୍ଣକୁ ସକଳ ସଂଜ୍ଞାର ଅତୀତ ପରମ ବ୍ୟକ୍ତି ରୂପେ ପ୍ରତ୍ୟକ୍ଷ କରିଥିଲେ। ଇଏ ଯାହା ବି ହଉ, ଯୋଉ ଜ୍ଞାନ, ଯୋଉ ପ୍ରଜ୍ଞା ଆମେ ଯୋଉ କହନ୍ତି, ପ୍ରକୃତ ଜ୍ଞାନ ଯୋଉଟା ପ୍ରଜ୍ଞା, ଏବଂ ଆଉ ସବୁ କିଛି ଆମେ ସେତିକି ବେଳେ ପ୍ରତ୍ୟକ୍ଷ କରିପାରିବା ଯେତେବେଳେ ଆମର ପ୍ରତ୍ୟେକ ମୁହୂର୍ତ୍ତ କୃଷ୍ଣମୟ ହେଇଛି। ସେ ପ୍ରତ୍ୟେକ ମୁହୂର୍ତ୍ତ ଭଗବତମୟ ହୋଇଉଠିବ। ପ୍ରତ୍ୟେକ ମୁହୂର୍ତ୍ତ ମାଙ୍କର ଯୋଉ କୃପା, ମାଙ୍କର ଆଶିଷ, ମାଙ୍କର ଉପସ୍ଥିତିରେ ତାହା ନିଜର କାୟା ବିସ୍ତାର କରୁ। ତେଣୁ ଏଠି ଯୋଉଟା ସେଥିପାଇଁ କହିଲେ, ମୁଁ ସେଇ ପରମ ଯୋଉ ମାୟାବାଦୀ ମାନଙ୍କର ଯୋଉ ସ୍ଥାନ, ସେଇ ତା ସ୍ଥାନ ସହିତ ସେ ସ୍ଥାନକୁ ମଧ୍ୟ ଯାଇଥିଲି ଏବଂ ତାର ଆହୁରି ସେପାଖରେ କୃଷ୍ଣଙ୍କ ସକଳ ସଂଜ୍ଞାର ଅତୀତ ପରମ ବ୍ୟକ୍ତି ରୂପେ ପ୍ରତ୍ୟକ୍ଷ କରିଥିଲେ। ସେଠି ମଧ୍ୟ ଜଣେ ଯେତେବେଳେ ନିଷ୍ଠାପର ଭାବରେ ପ୍ରୟାସ କରେ, ତେବେ ସେ ଧୀରେ 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 ଯେତେ ଉଚ୍ଚତର ଶକ୍ତି ସହିତ ତାର ସଂସ୍ପର୍ଶ ଆସେ ଏବଂ ସେ ତାକୁ ପରିପ୍ରକାଶ କରେ। ଆମ ପାଖରେ ଯେତେବେଳେ ସାଧନ ନଥାଏ, ଆମେ ଯଦି ଏକା ଥିବା ବା ଆମେ ବି କିଛି ସେଇଭଳି ଆମର ଯେତିକି ବାଟ ଯାହା ହେଇଛି ତାକୁ ନେଇକି ଯଦି ଭଗବାନଙ୍କୁ ଆମେ ବିଚାର କରିବାକୁ ଯିବା, ବିଚାର କରିପାରିବା ନାହିଁ। କାହିଁକି? ନାଇଁ, ସବୁର ଆନନ୍ଦର ଯୋଉଟା ଆମେ କହୁ ତା ପଛପଟକୁ ପଳା ମାନେ ତାର ଉର୍ଦ୍ଧ୍ୱକୁ ଉଠ ଉଠି ଏ ସମସ୍ତ ଅନୁଭୂତି ତୁମେ ପ୍ରାପ୍ତ କରିପାରିବ। ସେ ଲେଖୁଛନ୍ତି, ସକଳ ସିଦ୍ଧାନ୍ତକୁ, ଏପରିକି ପରସ୍ପରର ଏକାନ୍ତ ବିରୋଧୀ ସିଦ୍ଧାନ୍ତ ଗୁଡ଼ିକୁ ସ୍ୱୀକାର କରିବାର ସାମର୍ଥ୍ୟରୁ ହିଁ ପ୍ରଜ୍ଞା ଆରମ୍ଭ ହୁଏ, ନଚେତ ତା ପୂର୍ବରୁ କେବଳ ନର୍ମାଲ ଜ୍ଞାନ। ଥ୍ୟାଙ୍କ ୟୁ ଅଲ୍।